ଓಂ ନମୋ ଭଗବତେ ବାସୁଦେବାୟ। ଗଙ୍ଗା ତଟରେ ସୁଖଦେବଙ୍କୁ ପରୀକ୍ଷିତଙ୍କ ପ୍ରଶ୍ନ। ବେଷ୍ଟିତ ଋଷି ଗଣ ମଧ୍ୟରେ ସେ ସୁଖ ବସିଲେ ଆନନ୍ଦେ। ଶଶାଙ୍କ ଜହ୍ନେ ତାରା ମେଳେ ବିରାଜେ ଗଗନ ମଣ୍ଡଳେ। ପ୍ରଶାନ୍ତ ଚିତ ମୁନିବର କୁଣ୍ଠ ଧିଷଣା ଯାହାର। ସେ ମୁନି ପାଦେ ନମସ୍କାର କରି ଯୋଡ଼ିଲା ବେନିକର। ନିର୍ମଳ ବାକ୍ୟ ସୁଧାଧାର ମୁନିଙ୍କି ଚାହିଁ ନୃପବର। ପୁଛଇବେନି କର ଯୋଡ଼ି ଚରଣେ ପୁଣ ପୁଣ ପଡ଼ି। ଶ୍ରୀମଦ୍ ଭାଗବତ ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ। ଶ୍ରୀ ଭାଗବତ ଗ୍ରନ୍ଥ ସାର ଉଦ୍ଦେଶ୍ୟ ଲକ୍ଷଣ ତାହାର। ଦ୍ୱିତୀୟ ସ୍କନ୍ଧେ ବର୍ଣ୍ଣିତ ଦଶ ଅଧ୍ୟାୟରେ ସମାପତ। ତା ମଧ୍ୟରେ ପ୍ରଥମ ଅଧ୍ୟାୟରେ କୀର୍ତ୍ତନ ଶ୍ରବଣାଦି ଦ୍ୱାରେ ସ୍ଥୂଳ ବିରାଟ ରୂପେ ମନ ଧାରଣା ହୋଇଛି ବର୍ଣ୍ଣନ। ହରିଚରଣ ଚିନ୍ତି ଧ୍ୟାନେ କମଳ ଗଭୀର ବଚନେ ରମ ପୁଲକ ନିଜ ଦେହି ସୁଖ କହନ୍ତି ରାଜା ଚାହିଁ। ଶ୍ରୀ ଶୁକ ଉବାଚ ହେ ପରୀକ୍ଷିତ ନୃପବର ବରିଷ୍ଠ ପ୍ରଶ୍ନ ଏ ତୋହର। ପଚାରୁ ଜୀବ ଲୋକ ହିତେ ଯେ ପ୍ରଶ୍ନ ଅଛି ତୋର ଚିତେ। ଏ ଆତ୍ମଜ୍ଞାନୀଙ୍କର ସାର ଏଥେ ସଂସାର ଉପକାର। ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ ଆଗମ ନିଗମ ଉକତେ। ସହସ୍ର ସହସ୍ର ପ୍ରକାରେ ପ୍ରଶ୍ନ ଯେ ଅଛି ଏ ସଂସାରେ। ସଂସାର କରିବାର ଆସେ ଯେତେ ଅଛନ୍ତି ଗୃହ ବାସେ। ଇନ୍ଦ୍ରିୟ ବସେ ଗୃହେ ଥାଇ ଆତ୍ମା ରହିତେ ଜ୍ଞାନ ନାହିଁ। ଆୟୁଷ କ୍ଷୟ ନ ଦେ ଜାଣନ୍ତି ବିଷୟ ଅର୍ଥ ନିତ୍ୟ ଚିନ୍ତି। ନିଶାହ ରହି ଅର୍ଥ ବେଳ ନିଦ୍ରା ବା ବଧୂ ସଙ୍ଗ ମେଳ। ଦିବସେ ଅର୍ଥ ଚିନ୍ତା କୂଳ କୁଟୁମ୍ବ ପୋଷଣେ ବିକଳ। ଅର୍ଦ୍ଧ ଆୟୁଷ ଏଣେ ନାଶ ନିରତେ ଦୁଃଖ ସୁନିରତେ ସୁଖ ଦୁଃଖେ ପ୍ରାସ। ଶ୍ରୁତ କଳତ୍ର ଦେହ ପାଇ ଆନନ୍ଦେ ତାଙ୍କ ମଧ୍ୟରେ ଥାଇ। ବିଷ୍ଣୁର ମାୟା ସତ୍ୟ ଚିନ୍ତି ନିକଟେ ମୃତ୍ୟୁ ନ ଦେଖନ୍ତି। ମରଣ ଦେଖୁଥାଇ ଡୋଳେ ଅଜ୍ଞାନୀ ଭ୍ରମେ ସୁଖ ଭଳେ। ଏଣୁ ସଂସାର ପ୍ରାଣୀଙ୍କର ଆତ୍ମାର ଗତି ଅଗୋଚର। ଏଣୁ ସଂସାର ଭାବ ତେଜି ଆତ୍ମାର ଗତି ଚିତେ ହେଜି। ସେ ହରି ସର୍ବ ଘଟେ ପୁରେ ନିର୍ଲୋପ ବାହ୍ୟ ଅଭ୍ୟନ୍ତରେ। ତାର ମହିମା ଶୁଣି କନେ ନାମକୁ ଚାରି ବଦନେ। ସ୍ମରଣ କର ହୃଦଗତେ ଯେବେ ଅଭୟ ଇଚ୍ଛା ଚିତେ। ଏକଥା ସାଂଖ୍ୟ ଯୋଗେ ଜାଣି ସ୍ୱଧର୍ମ ନିଷ୍ଠା ପରିମାଣି। ଜନ୍ମର ଲାଭ ଏ ପ୍ରମାଣ ଅନ୍ତେ ସ୍ମରଣ ନାରାୟଣ। ପୂର୍ବେ ନିର୍ମଳ ମୁନି ଯେତେ ତତ୍ତ୍ୱ ବିଚାରି ବେଦ ମତେ। ବିଧି ନିଷେଧ ଦୂର କରି ବିଷ୍ଣୁର ଭାବ ହୃଦେ ଧରି। ବିଷ୍ଣୁର ଗୁଣ ଅନୁକ୍ଷଣେ ଗୁଣନ୍ତି ଶୁଣନ୍ତି ଶ୍ରବଣେ। ଏ ଭାଗବତ ଧର୍ମ ବାଣୀ ବ୍ରହ୍ମ ସମାନେ ପରିମାଣି। ଦ୍ୱାପର ଯୁଗ ଅନ୍ତ କାଳେ ମୁଁ ଯେ ଅନେକ ଶିଷ୍ୟ ମେଳେ। ମୋର ଜନକ ବ୍ୟାସ ମୁନି ମୁହିଁ ତାହାଙ୍କ ଶିକ୍ଷା ଘେନି। ନିର୍ଗୁଣ ମାର୍ଗେ ମୋର ଚିତ ବିଷ୍ଣୁର ଭାବ ହେଲା ଜାତ। ନିଶ୍ଚଳ ଯୋଗେ ମନ ଥୋଇ ଯେବା ଅଭ୍ୟାସ କଲି ମୁହିଁ। କହିବି ତୋର ଆଗେ ତାହା ଶୁଣ ରାଜନ ପୁଣ୍ୟ ଦେହା। ଏ ଭାଗବତ ବାଣୀ କନେ ସେ ଶୁଣେ ଶ୍ରଦ୍ଧା ଅବଧାନେ। ମୁକୁନ୍ଦ ପାଦେ ତାଙ୍କ ମନ ନିଶ୍ଚଳେ ରହେ ଅନୁକ୍ଷଣ। କାମୀ ମୁର୍ମୁକ୍ଷୁ କିବା ଜ୍ଞାନୀ ହରି କୀର୍ତ୍ତନ କଲେ ପ୍ରାଣୀ। ଅଭୀଷ୍ଟ ଫଳ ତେଣେ ପାଏ ନିର୍ଭୟ ପଥେ ଚିତ ରହେ। ଯୋଗ ଅଭ୍ୟାସେ ଯୋଗୀ ଜନେ ଦୀର୍ଘେ ଜୀବନ୍ତି ଯୋଗ ଧ୍ୟାନେ। ସେ ପୁଣି କୃଷ୍ଣ ନାମ ମୁଖେ କହନ୍ତି ଏକ କୁଆରକେ। ଦିନ ବଞ୍ଚନ୍ତି କୃଷ୍ଣ ଗାଇ ଅନ୍ତରେ ତାର ପାଦ ଧ୍ୟାଇ। ସେ ହରି ନ ବୋଲେ ବଦନେ କି ପ୍ରୟୋଜନ ଯୋଗ ଧ୍ୟାନେ। କାଳ ନିର୍ଣ୍ଣୟ ନାହିଁ ତହିଁ ହେ ନୃପ ଶୁଣ ମନ ଦେଇ।
ମୁହୂର୍ତ୍ତ ମାତ୍ରେ କୃଷ୍ଣ ବାଣୀ ଯେ ଶୁଣେ ଏବା ମୁଖେ ଭଣି ସେ ପ୍ରାଣୀ ଆତ୍ମାକୁ ଧରେ କି ଭାବ ବହୁ ସମ୍ବତ୍ସରେ। ଖଟ୍ୱାଙ୍ଗ ନାମେ ରାଜା ଥିଲା ସ୍ୱର୍ଗେ ଦେବଙ୍କୁ ହିତ କଲା। ରିପୁ ସଂହାରି ଦେବ ପାଶେ ମିଳିଲା ଭକତି ବିଶ୍ୱାସେ। ଦେବେ ବଇଲେ ମାଘବର ଶୁଣି ବଇଲା ନୃପବର। ଆୟୁଷ ଅଛି ମୋର କେତେ ଦେବେ କହିଲେ ଶାସ୍ତ୍ର ମତେ। ମୁହୂର୍ତ୍ତେ ଅଛି ତ ଜୀବନ ଶୁଣି ସନ୍ତୋଷ ରାଜା ମନ। ତକ୍ଷଣେ ଆସି ମହି ତଳେ ଭଜିଲା ଅକିଞ୍ଚନ ମେଳେ। ମୁହୂର୍ତ୍ତେ ନାମ ଉଚାରିଲା ଅନ୍ତେ ସେ ଗୋବିନ୍ଦେ ପଶିଲା। ଏବେ ଶପଥ ଦିନ ଯାହେ ଜୀବନ ଥିବ ତୋର ଦେହେ। ଏବେ ହରିଙ୍କି ଆଶ୍ରେ କର କର୍ଣ୍ଣେ ଶୁଣ ମୁଖେ ଉଚାର। ଯେ ଅନ୍ତକାଳେ କୃଷ୍ଣ ବାଣୀ ମୁଖେ ଉଚାରେ କର୍ଣ୍ଣେ ଶୁଣି। ଯେତେ ବିଷୟ ଆତ୍ମା ଭେଦି ଅସଙ୍ଗ ଶସ୍ତ୍ରେ ତାହା ଛେଦି। ବେଗେ ସେ ପଶେ କୃଷ୍ଣ ଭାବେ ଶୁଣ କହିବା ତତେ ଏବେ। ଯେ ପ୍ରାଣୀ ଅନ୍ତକାଳ ଜାଣି ଆତ୍ମାର ହିତ ମନେ ଗୁଣି। ଘରୁ ବାହାର ହୋଇ ବନେ ତପ ଆଚରେ ଧୀର ମନେ। ସ୍ନାହାନ ସାରି ତୀର୍ଥ ଜଳେ ଆସନେ ବସିବ ନିଶ୍ଚଳେ। ଏକାନ୍ତେ ଯେ ବିଧି ଆସନେ ପ୍ରଥମ ଆଶ୍ରମ ଲକ୍ଷଣେ। ଅଭ୍ୟାସ କରି ଶୁଦ୍ଧ ମନେ ତ୍ରିବୃତ ବ୍ରହ୍ମ ସୁମରଣେ। ପ୍ରାଣ ପବନ ଯୋଗେ ହୃଦି ସକଳ ଇନ୍ଦ୍ରିୟ ନିରୋଧି। ବୁଦ୍ଧି ସାରଥି ଆଶ୍ରେ କରି ବିଷୟ ସମୂହ ସଂହରି। କର୍ମେ ଚଞ୍ଚଳ ମନ ବଳେ ନିରପି କୃଷ୍ଣ ପାଦ ତଳେ। ତାର ଶରୀର ଅବୟବେ ଚିନ୍ତିବ ଏକେ ଏକେ ଭାବେ। ମନକୁ ନିର୍ବିଷୟ କରି ସକଳ ଚିନ୍ତା ପରିହରି। ମନ ପ୍ରସନ୍ନ ଯେତେବେଳେ ଜ୍ଞାନ ପ୍ରସରେ ସୁନିଶ୍ଚଳେ। ସ୍ୱଭାବେ ମନ ଦୁଷ୍ଟପଣେ ଆବୃତ ରଜ ତମ ଗୁଣେ। ଏଣୁ ଧାରଣା ଆଶ୍ରେ କରି ମନର ମଳ ଅପହରି। ହେମନ୍ତ ଯୋଗର ଧାରଣ ଯୋଗୀଙ୍କି ଭକତି ଲକ୍ଷଣ। ଯେ ଭକ୍ତି ଧାରଣାର ବଳେ ଯୋଗ ପ୍ରାପତ ଅଳ୍ପ କାଳେ। ଏମନ୍ତେ ସୁକ ମୁଖ ଶୁଣି ପରୀକ୍ଷ ବୋଲେ ମନେ ଗୁଣି। ରାଜା ପରୀକ୍ଷିତ ଉବାଚ ଧାରଣା ଜଗ ଚିତେ ଧରି ଯେମନ୍ତେ ତରେ ବ୍ରହ୍ମଚାରୀ। ଯେମନ୍ତ ଧାରଣା ନିଶ୍ଚଳ ବେଗେ ହରଇ ମନୋବଳ। ଏ ଜଗ ଧାରଣା ସ୍ୱଭାବ ଯେ ଶାସ୍ତ୍ର ମାର୍ଗେ ଅନୁଭବ। ଗୁରୁ ବଚନେ କିବା ଜାଣି ଜଗ ଧାରଣା ପରିମାଣି। ଯେଣେ ଅଭ୍ୟାସ ପ୍ରାଣୀ କରେ ଯେମନ୍ତେ ମନୋମଳ ହରେ। ତା ବିଧି ବିଧାନ ଯୁକତେ ସଂକ୍ଷେପୀ କହମ ଅଗ୍ରତେ। ଏମନ୍ତ ରାଜାଙ୍କ ବଚନେ ସେ ସୁକ କହନ୍ତି ପ୍ରସନ୍ନେ। ଶ୍ରୀ ଶୁକ ଉବାଚ ଜିତ ଆସନ ଜିତ ପ୍ରାଣ ଜିତ ବିଷୟ ଇନ୍ଦ୍ରିଗଣ। ସ୍ଥୂଳ ଶରୀରେ ବୁଦ୍ଧି ବଳେ ମନକୁ ସ୍ଥାପିବ ନିଶ୍ଚଳେ। ବିଶେଷେ ଗୋବିନ୍ଦ ଶରୀର ଅତ୍ୟନ୍ତ ସ୍ଥୂଳତର। ଯହିଁ ସଂସାର ପରମାଣ ଭୂତ ଭବିଷ୍ୟ ବର୍ତ୍ତମାନ। ବ୍ରହ୍ମାଣ୍ଡ ବସେ ଯାର ଦେହି ସପ୍ତାବରଣେ ଯୁକ୍ତ ହୋଇ। ବିରାଜ ପୁରୁଷ ଏ ମଧ୍ୟ ବସେ ଧାରଣା ଅନୁବାଦେ। ବିରାଜ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ। ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଯାହାର ଶରୀର। ଶୁଣ କହିବା ଅଧ ଊର୍ଦ୍ଧ୍ୱେ ବିରାଟ ରୂପ ଅଙ୍ଗ ମଧ୍ୟେ। ପାତାଳ ବୋଲି ପାଦ ମୂଳ ପାନି ପାଦାଗ୍ର ରସାତଳ। ଚରଣ ଗୁଳ୍ଫ ମହାତଳ ଜଙ୍ଘ ଯୁଗଳ ତଳାତଳ। ସୁତଳ ବୋଲି ଜାନୁ ଯୁଗେ ବିତଳା ତଳ ଉରୁ ଭାଗେ। ଜଙ୍ଘନ ଦେଶ ମହିତଳ ନାଭି ବିବର ନଭସ୍ଥଳ। ସ୍ୱଲୋକ ହୃଦୟରେ ବସେ ଜ୍ୟୋତି ସମୂହ ପରକାଶେ। କଣ୍ଠ ଆଶ୍ରିତ ମହଲୋକ ବଦନେ ବସେ ଜନଲୋକ। ଲଲାଟେ ତପଲୋକ ବସେ ସତ୍ୟ କଳ୍ପିତ ଶିର ଦେଶେ। ବାସବ ଆଦି ଦିଗପାଳ ଯାହାର ଭୁଜ ସୁବିଶାଳ।
कर्ण जाहार अष्टदिशा अश्विनी कुमारे जनासा जळन्ता अग्निजा बदन नयन गोलक गगन तपन जार चक्षु बेनी उदय हस्त पक्ष बेनी जार भूभंग भ्रम पद सलिल ठाकुर सजिह सकळ वेद ब्रह्मरंध्र विकट दंत जम पद ଯାହାର ତୁଣ୍ଡେ ସ୍ନେହ କଳା ଅଧ ଊର୍ଦ୍ଧ୍ୱରେ ଦନ୍ତମାଳା ଜନ ଉନ୍ନାଦ ଯାର ହାସ ଯେ ବିଷ୍ଣୁ ମାୟାର ପ୍ରକାଶ ସଂସାର ଯାହାର କଟାକ୍ଷ ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ ଉପର ଅଷ୍ଟେ ଲଜ୍ଜା ବସେ ଲଭ ବସଇ ଅଧ ଦେଶେ ଧର୍ମ ବସଇ ସ୍ତନ ଯୁଗେ ଅଧର୍ମ ବସେ ପୃଷ୍ଠ ଭାଗେ मेढे बसाई प्रजापति मित्रा वरुण कोशे स्थिति उदधि जाहार उदर अस्ति समूह महीधर शिरा समूह नदी गण वृक्ष औषधि तनुरम अनंत बीज जहि बसे श्वास पवन अणचासे जाहार गति जान काल जीव संसार जार खेळ जिमुत गण जार केश संध्या जाहार निज भास प्रकृति हृदय जाहार मन निशाकर विज्ञान शक्ति जा महिमांतकरण रुद्र सीमा करभ अश्वतर नख समूह करिबर जे पशु मृगादि विशेष सर्वकल्पित श्रेणी देशे पक्षीए जार व्याकरण बुद्धि विषय मुनिगण जार निवास नर देह जहि कल्पित माया मोह गंधर्व विद्याधर आदि चारण गणिका प्रसिद्धि किन्नर गण जार स्वर वीर्यरे कल्पित सुर ब्राह्मण जार मुखु जात क्षत्रिय भुजरु संभूत उरुरु वैश्य उत्पत्ति पादरु जात शूद्र जाति नाना प्रकार नाम बहि अभीष्ट देवे जार देहि निगम कर्म कांड जेते जाहार कर्म ए जुगते हेमंते ईश्वर देहे बसंती अवयव प्राये हेमंते स्थूल शरीरे धारणा जगे निर्विकारे मन धर तु जग बळे विष्णुर चरण कमळे सर्वस्वरूप भगवान ततहु किबा केबा अछि आन से सर्वबुद्धि अनुभव जीव परम पद्मनाभ सत्य परमानंद निधि तार भजन सर्वसिद्धि जन्म मरण जार तहु के बागोचरे ताहा कहु स्वप्नरे जीवर जे मन्त देखई इंद्रिय वृत्तान्त हे सर्व मिथ्या जीव सत्य हे ज्ञाने हुआई मुकत हेमंत कही सुख मुनि हर से हरि भाव घेनी आनंदे परीक्षित मेळे जाहा कहिले गंगा कूळे द्वितीय स्कंदे भागवत कहिला विप्र जगन्नाथ अमृत वाणी रसमय प्रिय जीवन अंत जाए इति श्रीमद्भागवते महापुराणे परमहंस्यां सहितायां द्वितीय स्कंदे महापुरुष संस्थान वर्णनं नाम प्रथमोऽध्यायः।